जगन्नाथ सांग मैंने आपण मानक रथयात्रार हार्दिक अभिनंदन। तो चलतु आज सकाଳେ ଦେଖିଦେଉଥିବେ ଆପଣମାନଙ୍କ ବ୍ଲଗ୍ଟା ଷ୍ଟାର୍ଟ ହେଉଥିବ ରୋଡ଼ ଉପରେ, କାହିଁକିନା ଏଇ ମାନବ ଅଧିକାରୀ ନିଜେ ପୁରୀ ଏକୁଟିଆ ଯିବେ ବୋଲି ମୋତେ ଆମ ଘରକୁ ଛାଡ଼ି ଦେଉଛନ୍ତି। ତ ବହୁତ ସେଲଫିସ୍ ମଣିଷଟିଏ। କ'ଣ କରିବି କହିଲେ କି ମୋର ସାଙ୍ଗମାନଙ୍କ ସହିତ ପ୍ଲାନିଂ ହେଇଯାଇଛି, ଆଉ ଏକୁଟିଆ କାହିଁକି ତୁ ଘରେ ରହିବୁ, ତୁ ଘରକୁ ଚାଲ ତତେ ମୁଁ ଛାଡ଼ିଦେବି, ସେଇଠି ଥିବୁ, ଆଉ ମୁଁ ପୁରୀରୁ ଆସିଲେ ଆସିକି ଆଣିକି ଆସିବି। ଆଉ ତ ଚାଲନ୍ତୁ ଯିବା ଘରକୁ। ଆଉ କ'ଣ କରିବା, ପ୍ରତିଦେବ ମୋର ଜଗନ୍ନାଥ ଦର୍ଶନରେ ବାହାରିଗଲେ, ଆଉ ମୁଁ ଘରେ ଆସିକି ପହଞ୍ଚିଗଲା। ଆସିକି ରଥଯାତ୍ରା ପାଇଁ ମୋ ମମି ସ୍ପେଶାଲି ବନାଉଛି ପନିର ଆଳୁ ତରକାରୀ ଆଉ ଅରୁଆ ଭାତ। କାହିଁକିନା ମୁଁ ତାକୁ ଫୋନ୍ କରି କହିଥିଲି ପ୍ଲିଜ୍ ତୁ ଡାଲି ଡାଲମା କରିବୁନୁ, ମୁଁ ସାଧା ଖାଇକା ବିରକ୍ତି ହେଇଯାଇଛି, ଆଉ ତୁ କିଛି ମସଲା ତରକାରୀ କରିବୁ। ଆଉ ମୋ ମମିର ସାଧା ତରକାରୀ ମୋତେ ବହୁତ ବଢ଼ିଆ ଲାଗେ। ସେ ଏତେ କମ୍ ମସଲାରେ କରେ ନା, ମାନେ କ'ଣ ନା, ଯାହାର ଯେଉଁ ପାଟି ଯେଉଁ ଖରାପ ଟେଷ୍ଟ ହେଇଯାଇଥିବ ତ ପାଟିର ଟେଷ୍ଟ ହିଁ ପଳାଇ ଆସିବ। ସେ ବହୁତ କମ୍ ମସଲା କରେ, ଗୁଣ୍ଡ ମସଲା କିଛି ବି ଦିଏନି, ବାସ୍ ଜିରା, ଶୁଖିଲା ଲଙ୍କା, ଅଦା ଆଉ ଟମାଟୋ ବାଟିକି ତରକାରୀ କରେ, ଯେଉଁଟାକି ମୋତେ ବହୁତ ବଢ଼ିଆ ଲାଗେ। ତ ଏଇଠି ଦେଖନ୍ତୁ ପୁରା ହାଲକାରେ ତରକାରୀ କରିଛି, ଆଉ ବହୁତ କମ୍ ମସଲାରେ କରେ, ମାନେ ତେଲରେ ବି କରେ। ତ ବାସ୍ ପନିର ଆଳୁ ତରକାରୀ, ଅରୁଆ ଭାତ, ଆଉ କ'ଣ ଖିଆ ହେବ। ତ ଏଇଠି ଆମ ସମସ୍ତଙ୍କର ଗପ ସପ ଚାଲିଛି। ଘରକୁ ତ ବହୁତ ଦିନ ପରେ ମୁଁ ଏବେ ଆସିଛି, ବିଗତ 15-20 ଦିନ ପରେ। ତ କ'ଣ କରିବା। ତ ଇଏ ହେଲା ମୋର ଭାତାଶ୍ରୀ, ଆଉ ସିଏ ହେଲେ ମୋ ଭଗିନୀ। ଆଉ ମୋ କ୍ୟାମେରା ଆଗରେ ମୋ ଭାତାଶ୍ରୀ ଆସିଲେ ମୋତେ ଏମିତି ଲୁକ୍ ଦିଅନ୍ତି ଯେମିତି ମୁଁ ତାଙ୍କଠୁ ତାଙ୍କର ସବୁ ସମ୍ପତ୍ତି ମାଗିକି ନେଇଯାଉଛି। କ'ଣ କରିବି କୁହନ୍ତୁ, ଜୀବନ ମୋର ପୁରା ମାଟି ହେଇଗଲାଣି। ତାପରେ ରୋଷେଇବାସ ସରିଲା, ବାବା ଆସିକି ଅଫିସରୁ ପହଞ୍ଚିଗଲା। ଅଫିସରୁ ଆସିକି ମୋ ବାବା ପୁରା ହାଲିଆ ହେଇକି ବସିଛନ୍ତି। ତ ଏଇଠି ଖାଇବା ବଢ଼ା ହେବା ସହିତ ବାବା ମୋ ବ୍ଲଗ୍ ଦେଖୁଛନ୍ତି, ଆଉ ବାବା ମୋତେ କହୁଛନ୍ତି ତୁ ମାଆ ପାଗ କରେ ଆଜି। ମୁଁ କହିଲି ନାଇଁ ବାବା, ତମେ ହିଁ ପାଗ କର। ତ ଚାଲନ୍ତୁ, ତା ସହିତ ଆମର ଟିଭିରେ ଦେଖା ଚାଲିଛି ରଥଯାତ୍ରାର ସିଧା ପ୍ରସାରଣ। ତ ଟାଇମ୍ ଆସିକି ହେଇଗଲାଣି 2ଟା। ତ ମମି ଏଇଠି ବନେଇ ଦେଇଛି ସାଲାଡ଼, ପାମ୍ପଡ଼ ଆଉ ତରକାରୀ। ତ ମମି ଖାଇବା ବାଢ଼ି ସାରି ତାପରେ ଆପଣମାନଙ୍କ ସହିତ ଦେଖାଉଛି କେମିତି କ'ଣ ତରକାରୀ ଲୁକ୍। ତ ଆପଣ ଏଇଠି ଦେଖି ନିଅନ୍ତୁ, ପନିର ତରକାରୀ ଆମର ରେଡ଼ି ହେଇଗଲା। ଏ କରେଇରେ ତରକାରୀ ଆମେ ପୁରା ଖାଇ ଦେଇଥିଲୁ, ଖାଲି ପନିର ବଳିଥିଲା, ଝୋଳ ଆଳୁ ତ ବିଲକୁଲ ଖତମ। ତ ଚାଲନ୍ତୁ, ମୁଁ ଖାଇନି। ତ ଖାଇସାରିକି ଆମେ ପୁରା ଶୋଇଥିଲୁ 2 ଭଉଣୀ ଯାକ 2ରୁ 3 ଘଣ୍ଟା। ତ ଇଭିନିଂରେ ମୋର ଟିକେ କାମ ଥିଲା, ମୋ ସାଙ୍ଗ ପାଖକୁ ଯିବାର ଥିଲା, ତା'ର ଝିଅର ବର୍ଥଡ଼େ। ସେ ମୋତେ ମାନେ ଇନଭାଇଟ୍ କରିଥିଲା, ବଟ୍ ମୁଁ ଯାଇପାରିନଥିଲି। ହଜବେଣ୍ଡଙ୍କର ଦେହ ସେଇ ଟାଇମ୍ରେ ଭଲ ନଥିଲା, ତ ମୁଁ ଯାଇପାରିନଥିଲି। ତ ଭଉଣୀ କହିଲି ଚାଲ ଯିବା ମୋ ସାଙ୍ଗ ଘରକୁ। ଇଏ ହେଲା ମୋର ସ୍କୁଲ ବେଳର, ମାନେ ମୋ କ୍ଲାସ୍ ଯେତେବେଳେ ସ୍କୁଲ ନୂଆ ଯାଇଥିଲି କ୍ଲାସ୍ 3ରେ, ଇଏ ହିଁ ମୋର ସାଙ୍ଗ ହେଇଥିଲା, ଆଉ ଇଏ ଆଜି ଯାଏଁ ବି ମୋର ସାଙ୍ଗ ହେଇକି ଅଛି। ତ ଆମେ ଏବେ ବି କଥା ହଉ ବହୁତ ସାରା। ତ ଆମେ ଗଳିରୁ ବାହାରି ସାରିଲା ଆସିକି ଆମ ଗଳିର ବ୍ୟାକ୍ ସାଇଡ଼୍ରେ ରଥ ଆସିଥିଲା। ମୋ ଭଉଣୀ କହିଲା କି ଦିଦି, ଆମେ ଯଦି ଆଉ ଟିକେ ମାନେ ଜଲ୍ଦି ଯାଇକି ପଳେଇ ଆସିଥାନ୍ତେ ତାହେଲେ ଆମେ ରଥ ଟାଣି ପାରିଥାନ୍ତେ, କିନ୍ତୁ କ'ଣ କରିବା, ବ୍ୟାଡ଼୍ ଲକ୍, ଆମେ ରଥ ଟାଣି ପାରିଲୁନୁ। କାହିଁକିନା ଏପଟେ ଯିବା ପାଇଁ ବି ଲେଟ୍ ହେଇଗଲାଣି, ଅଲରେଡ଼ି 7:30 ପରେ ହେଇଗଲାଣି। ମମି ବି କହିଛି ଜଲ୍ଦି ଯାଇକି ଜଲ୍ଦି ଆସିବ, ଆସିଲେ ପୁଣି ରୋଷେଇ ହେବ। ମମି କହିଛି ପୁଣି ମୋ ହାତର ପୁରୀ ଆଳୁଦମ୍ ଖାଇବ। ତେଣୁକରି ଆମକୁ ଜଲ୍ଦି ଯାଇକି ଜଲ୍ଦି ଆସିବାକୁ ପଡ଼ିବ। କିନ୍ତୁ କ'ଣ କରିବା, ଜଗାକୁ ଦେଖିଲେ କ'ଣ ଯାଇ ହେଉଛି। ଜଗାକୁ ଦେଖିକି ପୁରା ମନ ନ ଭରିବା ଯାଏଁ ଆମେ ଏଇଠି ଏମିତି 2 ଭଉଣୀ ପୁରା ଛିଡ଼ା ହେଇକି ରହିଲୁ ରଥ ଦେଖିବା ପାଇଁ। ଆଉ ଆମେ ବହୁତ ସମୟ, ପୁରା ମାନେ ମିନିମମ୍ 20ରୁ 25 ମିନିଟ୍ ଏମିତି ରଥର ଯେଉଁ ଡାହୁକର ଡାକ ପୁରା ଶୁଣିଲୁ, ସେମାନେ କେମିତି କହିକି ରଥକୁ ଟାଣୁଛନ୍ତି। ଆଉ କାଳେ ୟୁଟ୍ୟୁବ୍ର କପିରାଇଟ୍ କ୍ଲେମ୍ ଆସିବ ବୋଲି ମୁଁ ଏସବୁକୁ ମ୍ୟୁଟ୍ କରିଛି। ତ ରଥ ଦେଖି ସାରିକି ହିଁ ଆମେ ଗଲୁ। ତ ଏଇଠି ଦେଖନ୍ତୁ, ମୋ ସାଙ୍ଗ ଘରେ ଆସି ପହଞ୍ଚିଗଲା ପରେ ମୋ ଭଉଣୀ ତା ସହିତ ଖେଳୁଛି, ତା ଝିଅ ସହିତ। ପୁରା ଗୁଗୁଲଟେ ହେଇଛି ମାମାଟା ଆମର। ତ ମୋ ଭଉଣୀ ତ ସବୁ ଛୁଆଙ୍କୁ ଦେଖିଲେ ଛୋଟ ଛୁଆ ହେଇଯାଏ, ଆଉ ସବୁ ଛୁଆ ତା ସହିତ ପୁରା ମିଶିଯାଆନ୍ତି। ତ ଏଇଠି ଦେଖନ୍ତୁ, ଗିଫ୍ଟ ପସନ୍ଦ ଆସିଗଲା।
गिफ्ट पसंद आसीगला ଆପଣମାନେ ଏଇଠି ଗୋଟେ ଜିନିଷ ଦେଖିପାରିବେ ସେ ଛୁଆ ଦେଖିଲା ମୁଁ ବ୍ଲଗିଂ କରୁଛି ବୋଲି ସେ ଦେଖନ୍ତୁ ମୁଁ ଯେମିତି ଆଉ କ୍ୟାମେରା ଦେଖେଇଛି ସେ ମୋତେ ବି ସେମିତି କ୍ୟାମେରା ଦେଖାଉଛି ତ ଆପଣମାନେ ଏଇଠି ଦେଖିବେ ସେ କେମିତି ମୋତେ କ୍ୟାମେରା ଦେଖାଉଛି ଦେଖନ୍ତୁ ତ ଆମେ କ୍ଲାସ୍ 3ରୁ ସାଙ୍ଗ ତ ବାହାଘର ପରେ ଆମର କାହାର ମାନେ ଦେଖା ସାକ୍ଷାତ ହେଇନଥିଲା ଯେହେତୁ ଏତେ ଦିନ ପରେ ଦେଖା ହେଉଛି ଆଉ ଏତେ ସାରା ଗପ ତ ମୁଁ ଭିଡ଼ିଓ ବନେଇବା ଭୁଲି ଯାଇଛି ଏଇଠି ମୋ ଭଉଣୀ ଟିକେ ନାକୁ ଛୋଟ କ୍ଲିପ୍ଟା ନେଇଯାଇଥିଲା ଯେଉଁଟାକି ଆପଣମାନଙ୍କ ସହିତ ସେୟାର କଲି ୟା ପରେ ଆମେ ବାହାରିକି ପଳେଇ ଆସିଥିଲୁ ଘରକୁ ତ ଘରକୁ ଆସିଲା ଆସିକି ମିଳିସାରିଥିଲା ମନ୍ଦିରର ପ୍ରସାଦ ତ ପ୍ରସାଦ ଖାଇକି ମୁଁ ଆପଣମାନଙ୍କ ସହିତ ସେୟାର କରୁଛି ହଜବେଣ୍ଡ ପୁରୀ ଯାଇଥିଲେ ସିଏ କିଛି କ୍ଲିପ୍ ମୋ ପାଇଁ ମାନେ ସୁଟ୍ କରିକି ଆଣିଛନ୍ତି ହେରି ଯେଉଁଟାକି ମୁଁ ଆପଣମାନଙ୍କ ସହିତ ସେୟାର କରିଦେଉଛି ରଥାରୂଢ଼ ଆମ ଜଗାକୁ ତ ଆପଣମାନେ ସେୟାର କରନ୍ତୁ ନା ବହୁତ ସାରା କ୍ଲିପ୍ ମୁଁ ଆପଣମାନଙ୍କ ପାଇଁ ଯେଉଁ ରିଲ୍ସ ଦ୍ୱାରା ସେୟାର କରିବି ଆପଣମାନେ ଏନ୍ଜୟ କରିବେ ଆଉ ହଁ ମୋ ଭିଡ଼ିଓ ଯଦି ଭଲ ଲାଗୁଛି ତେବେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି ରହିଲି ବାଏ ଜୟ ଜଗନ୍ନାଥ।